ଶ୍ରୀ ନୀଳମାଧବ ଶ୍ରୀ ଜଗନ୍ନାଥଙ୍କ ଆଦି ରୂପ। ଶ୍ରୀ ନୀଳମାଧବ ଅନେକ କଳ୍ପର ମହାପ୍ରଭୁ। ଏହି କଣ୍ଟେଇ କୋଳି ଲତାର ଘଞ୍ଚ ଜଙ୍ଗଲ ଭିତରେ ମହାପ୍ରଭୁଙ୍କ ବିରାଜମାନ ସ୍ଥଳୀ ବୋଲି ସେହି ଅନୁସାରେ ଏହି ସ୍ଥାନର ନାଁ ଦିଆଗଲା କଣ୍ଟିଲୋ। ଅନେକ କଳ୍ପ ବିତିଗଲାଣି, ଅନେକ ଦିନ ଚାଲିଗଲାଣି। ମଣିମାଙ୍କ ଦର୍ଶନ ଥରେ ହେଇଗଲେ ମନ ଭିତରେ ଥିବା ତୃଷ୍ଣା ନିବାରଣ ହୋଇଯାଏ। ନୀଳାଞ୍ଚଳରେ ତିନି ରୂପ, ହେଲେ ବ୍ରହ୍ମାଦ୍ରି ପାହାଡ଼ରେ ଏକ ରୂପ। ଏଠି ପ୍ରତ୍ୟେକ ଦିନର ସନ୍ଧ୍ୟାରେ ବ୍ରହ୍ମା ଆଳତି ପାଇଁ ଆସିଥାନ୍ତି। ଅନେକ ମନ୍ଦିର ଯାଇଥିବେ, ଏଭଳି ବିରଳ ମନ୍ଦିର ଦେଖିନଥିବେ ଯେଉଁଠି ମହାବିଷ୍ଣୁଙ୍କ କାଣି ଆଙ୍ଗୁଠିରୁ ମା ଗଙ୍ଗା ଦେବୀ ଅନବରତ ବାହାରିଥାନ୍ତି। ଅନେକ ଶୈବପୀଠ ଯାଇଥିବେ, ହେଲେ ଏମିତି ଲିଙ୍ଗ ଦେଖିନଥିବେ ଯିଏ ନିଜେ ନିଜ ସ୍ଥାନକୁ ପରିବର୍ତ୍ତନ କରିଥାନ୍ତି ବା ପ୍ରତ୍ୟାବର୍ତ୍ତନ ହୋଇଥାନ୍ତି। ଏହି ହେଉଛି ଜଗନ୍ନାଥଙ୍କର ଆଦି ରୂପ ଏବଂ ବ୍ରହ୍ମାଦ୍ରି ପାହାଡ଼, ଶ୍ରୀ ନୀଳମାଧବଙ୍କର ବିରାଜମାନ ସ୍ଥଳୀ। ଶ୍ରୀ ନୀଳମାଧବ କହିଲେ ଆମେ ବୁଝୁ ନୀଳ ଅର୍ଥ ଆମ କାଳିଆ ଶାନ୍ତି, ମା ଅର୍ଥ ମା ସୁଭଦ୍ରା ଦେବୀ, ଧବ ଅର୍ଥ ବଡ଼ ଭାଇ ବଳିଆ। ଆମ କାଳିଆ ଠାକୁରଙ୍କର ଆଦି କ୍ଷେତ୍ର ଏବଂ ଆମ କାଳିଆ ଠାକୁରଙ୍କର ପ୍ରକୃତ ଗାଁ ହେଉଛି ଏହି କଣ୍ଟିଲୋ।